କୋଟି କୋଟି ଟଙ୍କା ହତ୍ୟା କରିକି ମିଳିଲା। ଭାବନ୍ତୁ, ସମ୍ପର୍କ ଦେଖିଥିଲେ କ'ଣ କୋଟି କୋଟି ଟଙ୍କା ହାତକୁ ଆସିବ? ହୋଣ୍ଡା ସିଟି କାର୍, ବଡ଼ ବଡ଼ ଆପାର୍ଟମେଣ୍ଟ, ଭୁବନେଶ୍ୱରରେ ପ୍ଲଟ୍, କେତେ ଐଶାରାମ କରିବାକୁ ପଡ଼ିବ ଏବେ ନା କ'ଣ? ମଣିଷକୁ ମାରିକି ଯଦି କୋଟି କୋଟି ଟଙ୍କା ମିଳିପାରୁଛି, ହୋଣ୍ଡା ସିଟି କାର୍, ଭଲ ଆପାର୍ଟମେଣ୍ଟ, ଭଲ ପ୍ଲଟ୍, ରାଜଧାନୀରେ ଜାଗା ମିଳିପାରୁଛି, ତାହେଲେ ଆଉ କ'ଣ ଦରକାର? ସମ୍ପର୍କ କ'ଣ ହେବ? ବାପା ମା, ସ୍ତ୍ରୀ, ଛୁଆ ପିଲା, ସଂସାର, ସମାଜ, ଏସବୁ କ'ଣ? ଯେଉଁଠି ଟଙ୍କା ଅଛି ସେଠି ସବୁ କିଛି ଅଛି। ଟଙ୍କା, ତେଣୁ ସମ୍ପର୍କ କିଛି ନାହିଁ। କାହାକୁ ମାରିଲା ପରେ କେତେ କଷ୍ଟ ହେଉଛି, କାହା ପରିବାର କେତେ ମାତ୍ରାରେ ଉଜୁଡ଼ି ଯାଉଛି, ସେଥିରେ କିଛି ଯାଏଆସେ ନାହିଁ। ଥୋଡ଼ି ନା ମୋ ଦେହକୁ କଷ୍ଟ ହେଉଛି, ମୁଁ ତ ତଣ୍ଟି ଚିପିକି ହତ୍ୟା କରିବି ଆଉ କୋଟି କୋଟି ଟଙ୍କା ଏଇ ହାତରେ ହାତେଇ ନେବି, ଗଣିବି। ଐଶାରାମ, ଏସି ଲଗା ଲକ୍ସରୀ ଲାଇଫ୍, ରୁମ୍, ଐଶ ଜୀବନ। ତେଣୁ କାହାକୁ କେତେ କଷ୍ଟ ହେଲା କ'ଣ ଦରକାର? ତାଙ୍କ ସହିତ ଫାଷ୍ଟ ଖେଳ, ତାଙ୍କ ସହିତ ତାପରେ ଅଭିନୟ, ତାପରେ ତାଙ୍କୁ ଫସେଇବା, ତାପରେ ଟଙ୍କା ହଡ଼ପ କରିବା, ତାପରେ ତାଙ୍କୁ ହତ୍ୟା କରିବା। କେମିତି ଖେଳ ଛୋଟ ମନି ବହୁତ ବଡ଼। କେହି ଦେଖିବେନି, ଧରା ପଡ଼ିବନି, କୋଟି କୋଟି ଟଙ୍କା ହାତକୁ ଆସିବ। ନମସ୍କାର, ଜୟ ଜଗନ୍ନାଥ। ସସ୍ମିତା ଭୂୟାଁ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। କେମିତି ଅଛନ୍ତି ଆପଣମାନେ? ଆଶା କରିବି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣମାନେ ଭଲରେ ଥାନ୍ତୁ। ମୁଁ ଭଲରେ ଅଛି। ଆଜିର ଭିଡ଼ିଓଟି ବହୁତ ଦୁଃଖର ଭିଡ଼ିଓଟି ଅଛି। ମୁଁ ଏ ଭିଡ଼ିଓଟିକୁ ବନେଇବା ପାଇଁ ବାଧ୍ୟ ହେଇଗଲି। ଆପଣମାନେ ଦେଖିପାରୁଥିବେ ମୋ ଚେହେରା ମୋତେ ବି କେଉଁଠି ନା କେଉଁଠି ଭଲ ଲାଗୁନି। ବାରମ୍ବାର ଗଣମାଧ୍ୟମ ଯାହା ପ୍ରଚାର କରୁଛନ୍ତି, ଯେଉଁ ନ୍ୟୁଜ୍ ଚ୍ୟାନେଲ୍ ସବୁ, ସେଗୁଡ଼ା ଦେଖିବା ପାଇଁ ମୋବାଇଲ ଆଡ଼େଇଲେ କଥା। କିଛି ଦିନ ତଳେ ଗୋଟିଏ ପରେ ଗୋଟିଏ ଜଳି ଯାଉଥିବା କେସ୍କୁ ଦେଖିଥିଲେ। ଗୋଟିଏ ପରେ ଆପଣ ବାଲେଶ୍ୱର କଥା କୁହନ୍ତୁ, FM କଲେଜର ଝିଅ କହନ୍ତୁ, ସୌମ୍ୟାଶ୍ରୀ, କେତେ ଘଟଣା ଦେଖିଥିଲେ। କେତେ ଘଟଣାକୁ ଆମେ ସାମ୍ନା କରୁଛୁ। ଏବେ ଦେଖନ୍ତୁ, ପୋଲିସ କର୍ମଚାରୀ, ସେମାନେ 2 ଜଣ, ଉଭୟ ପୋଲିସ କର୍ମଚାରୀ, ଜଣେ ଟ୍ରାଫିକ୍ ପୋଲିସ ଆଉ ଜଣେ CP ଅଫିସରେ କାର୍ଯ୍ୟ କରୁଥିଲା, ଦୀପକ ରାଉତ। ଏମାନେ ପୋଲିସ ବିଭାଗରେ ଚାକିରି କରିକି ପୋଲିସର ଜଳା ରାସ୍ତାକୁ, ପୋଲିସର ଆଇଡ଼ିଆକୁ, ପୋଲିସର କାରସାଦିକୁ ସବୁକୁ ଦୀପକ ରାଉତ ବେଶ ଭଲ ଭାବରେ ତର୍ଜମା କରିଥିଲା। ଆଉ ଯାହାକୁ ପ୍ରେମ ଜାଲରେ ଫସେଇକି ବାହା ହେଇଥିଲା ଶୁଭମିତ୍ରାକୁ, ତାଙ୍କୁ ବେଶ ଭଲ ଭାବରେ ସେ ଫସେଇ ଦେଇଥିଲା। ଆଉ ସେ ଜାଣିଥିଲା ତାଙ୍କ ନାଁରେ କୋଟି କୋଟି ଟଙ୍କାର ଇନ୍ସୁରାନ୍ସ। ତା'ର କଳେ ବଳେ କୌଶଳେ ବୁଦ୍ଧି ପ୍ରୟୋଗ କରିକି ସେ ତାଙ୍କୁ ଗୁପ୍ତ ଭାବରେ କୋର୍ଟରେ ବାହା ହେଇଗଲା। ଯେତେବେଳେ ଶୁଭମିତ୍ରା ଜାଣିବାକୁ ପାଇଲେ ଇଏ ପ୍ରଥମରୁ ବିବାହ କରିଥିଲା, ତାଙ୍କ ପ୍ରଥମ ସ୍ତ୍ରୀକୁ ମାରିଦେଇଛି, ଯେତେବେଳେ ସେ ଦୂରତା ମେଣ୍ଟେନ୍ କଲେ, ସେତେବେଳେ ତାଙ୍କୁ ହତ୍ୟା କରିବାକୁ ଯୋଜନା ବେଶ ସୁନ୍ଦର ଭାବରେ ଜାଲ ବିଛେଇଥିଲା। ଯେଉଁଦିନ ମାରୁଛି ସେଇଦିନ ଶୁଭମିତ୍ରାକୁ ହୋଣ୍ଡା ସିଟି କାର୍ରେ ବସେଇକି ଆଣୁଛି ଖାଇବା ପାଇଁ। ରାସ୍ତାରେ ଆସୁଛନ୍ତି, ପବ୍ଲିକ ପ୍ଲେସ୍ ଭୁବନେଶ୍ୱରରେ, ରାସ୍ତାରେ ଜନଗହଳି ରାସ୍ତାରେ ଆସୁଛନ୍ତି। ରାସ୍ତା ଉପରେ ତଣ୍ଟି ଚିପିକିରି ଶୁଭମିତ୍ରାଙ୍କୁ ହତ୍ୟା କରୁଛି। ହୋଣ୍ଡା ସିଟି କାର୍ରେ ଡେଡ୍ ବଡି ଟିକେ ରଖୁଛି, ପୁଣି CP ଅଫିସରେ ଯାଇକିରି କାମ କରୁଛି, ତା ଡ୍ୟୁଟି କରୁଛି। ଡ୍ୟୁଟି କରିକି ସେଇ ଜାଗାରୁ ପୁଣି ସେଇ ହୋଣ୍ଡା ସିଟି କାର୍ରେ ସେଇ ଡେଡ୍ ବଡି ରଖିକିରି ଶୁଭମିତ୍ରାଙ୍କର ସେ ବାହାରି ଯାଉଛି କେନ୍ଦୁଝର ଅଭିମୁଖେ। ଆପଣମାନେ ଭାବନ୍ତୁ, CP ଅଫିସର CCTV ଦେଖିପାରୁନି, ସିକ୍ୟୁରିଟି ଦେଖିପାରୁନି, ଟ୍ରାଫିକ୍ର CCTV ଦେଖିପାରୁନି, ରାସ୍ତାରେ କାହା ଉପରେ ନଜର ପଡ଼ୁନି। ଡେଡ୍ ବଡିଟି କାହିଁକି ଏଭଳି ଅଛି? ଡେଡ୍ ବଡି ପୁରା ସିଟ୍ରେ ଯେମିତି ଗୋଟେ ମଣିଷ ବସନ୍ତି ସେମିତି ସେଫ୍ଟିରେ ଯାଉଛି। କିନ୍ତୁ ଜାଣି ହେଇଯିବ ଗୋଟେ ଜୀବିତ ମଣିଷର ଲକ୍ଷଣକୁ। ଆଉ ଗୋଟେ ମୃତ ମଣିଷ ନିଦରେ ଶୋଇଲା ବେଳେ ତା ମୁଣ୍ଡ ଏପଟକୁ ସେପଟକୁ ଗଡ଼ୁଥିବ। ଛାଡ଼ନ୍ତୁ, ଯାହା ବି ହେଉ, କେହି ତାକୁ ଜାଣିପାରୁନାହାନ୍ତି। କିନ୍ତୁ ଦୀପକ ରାଉତ
এই ଘଟଣାରେ କ'ଣ ଏକା ଥିବ? ଆପଣମାନେ ଭାବନ୍ତୁ, ଗୋଟେ ସାଧାରଣ କର୍ମଚାରୀ, ତଳିଆ କର୍ମଚାରୀ ପୁଲିସ ବିଭାଗରେ, ସେ ଏତେ ବଡ଼ ଯୋଜନା କରିପାରିବ? ଏଥିରେ ଅନ୍ୟମାନେ ନାହାନ୍ତି? ନିଶ୍ଚୟ ଅଛନ୍ତି। କାରଣ ଶୁଭମିତ୍ରାଙ୍କ ନାଁରେ 1,60,00,000 ଟଙ୍କାର ଇନ୍ସୁରାନ୍ସ ଥିଲା। ଯେଉଁ ଇନ୍ସୁରାନ୍ସରେ ଇଏ ନମିନି ଥିଲା ଦୀପକ ରାଉତ। କାରଣ ସେ ତା ପୂର୍ବରୁ ପ୍ଲାନ୍ କରିକି ଫସେଇକି ବାହା ହେଇସାରିଛି, ଲିଗାଲି ଏ ସ୍ୱାମୀ ହେଇସାରିଛି। ସିଏ ଯଦି ମରିଯାଉଛନ୍ତି 1,60,00,000 ଇଏ ପାଇବ। ତେଣୁ ତାର ବୁଦ୍ଧି ଖର୍ଚ୍ଚ କରିଛି ଅନ୍ୟମାନଙ୍କୁ ସେଥିରୁ କିଛି ଟଙ୍କା ଦେବା ପାଇଁ। ପୋଲିସର ଯେଉଁମାନେ ଉପର କର୍ମଚାରୀ ସେମାନେ ତାକୁ ସପୋର୍ଟ କରିଛନ୍ତି। ଏଇଠୁ ଭୁବନେଶ୍ୱରରୁ କେନ୍ଦୁଝର ଜଙ୍ଗଲକୁ ଯାଉଛି। କେନ୍ଦୁଝର ଜଙ୍ଗଲରେ ଗୋଟିଏ ଗାଁ ଭିତରେ ଜେସିବି ଆସୁଛି। ଗୋଟେ ଘର ପଛପଟେ ଗୋଟେ ଜଙ୍ଗଲ ଭିତରେ ଗୋଟେ କାଦୁଅ ଜାଗାରେ ଡେଡ୍ ବଡି ଟିକେ ପୋତି ଦେଉଛନ୍ତି। ଜେସିବିଟି ସେଠି ସାଉଣ୍ଡ କରିକି ଆସୁଥିବ, ବାହାରିକି ଯାଉଥିବ ସାଉଣ୍ଡ କରିକି। ଏତେ ରାତିରେ କେହି ବି ଜାଣିପାରୁନାହାନ୍ତି ଡେଡ୍ ବଡିକି ପୋତିକି ଯାଉଛି। ଯେଉଁ ହୁଣ୍ଡା ସିଟି କାରରେ ଦୀପକ ରାଉତ ଶୁଭମିତ୍ରାଙ୍କୁ ନେଇକି ଯାଇଥିଲା, ସେଇ ହୁଣ୍ଡା ସିଟି କାର୍ ଯେତେବେଳେ ସେଇ ଜାଗାକୁ ଯାଇଥିବ, ନିଶ୍ଚୟ ଗାଡ଼ିର ଲାଇଟ୍, ସାଉଣ୍ଡ, ହର୍ନ ସବୁ ଥିବ। କେହି ଜାଣିପାରିଲେନି ଗୋଟେ କାର୍ ଯାଉଛି, ଜେସିବି ଯାଉଛି ନା ପୂର୍ବରୁ ଜେସିବି ଯାଇକି ତା ବ୍ୟବସ୍ଥା କରିକି ରଖିଥିଲା। ଆଉ ସେଇ ଭିତରକୁ କିଏ କିଏ ଯାଇଥିଲା? ସେ ଦୀପକ ରାଉତ ଯେମିତି ଯାଇକିରି ଜାଗା ଦେଖାଉଛି, ସେ ପଙ୍କ କାଦୁଅ ଭିତରକୁ ଯାଉଛି। ଆପଣମାନେ ତ ଦେଖିଛନ୍ତି ନ୍ୟୁଜରେ ସେ ଭିଜୁଆଲକୁ। ଆପଣମାନେ ଭାବନ୍ତୁ, ଏତେ ସାହସ ଜଣେ ସାଧାରଣ ଲୋକ କେବେ କରିପାରିବ? ଏଥିରେ ଯଦି ଅନ୍ୟମାନେ ସମ୍ପୃକ୍ତ ନ ରହିବେ କେବେ ସାହସ ହେବନି ଆଜ୍ଞା ଏତେ ବଡ଼ ଘଟଣା କରିବା ପାଇଁ। ଟଙ୍କା କ'ଣ ସବୁ କିଛି? କେତେ ସୁନ୍ଦର ଜୀବନଟିଏ ସେମାନଙ୍କର ଥିଲା। କର୍ମ ଭଲ ପାଇଥିଲେ, ଉଭୟ ଚାକିରି କରିଥିଲେ, ପୁଲିସ ବିଭାଗରେ ଥିଲେ, ସମ୍ମାନ ଥିଲା, ସମାଜରେ ସେମାନଙ୍କର ପରିଚୟ ଭଲ ଥିଲା, ପରିବାର ଭଲ ଥିଲା, ଛୁଆ ପିଲା କରିକି ସୁଖର ସଂସାର କରିଥାନ୍ତେ। ଭଲ ଇନକମ୍ ପନ୍ଥା ସେମାନଙ୍କ ପାଖରେ ଥିଲା। କିନ୍ତୁ ହତ୍ୟାକୁ ଆପଣେଇବା, ଟଙ୍କାକୁ ହଡ଼ପ କରିବା, ଏଇଟା କ'ଣ ପ୍ରକୃତରେ ଗୋଟେ ମଣିଷର ମାନବିକତା? ଏଇଟା କ'ଣ ଗୋଟେ ଶାନ୍ତିପୂର୍ଣ୍ଣ ଜୀବନ? ଏଇଟା କ'ଣ ଖସିଯିବାର ଜୀବନ? ଏଇ ରହସ୍ୟ କ'ଣ ଛପିଯିବାର କଥା? ଧରା ପଡ଼ିଗଲା ନା। ସବୁବେଳେ ଖଟିକି ଖାଇଲେ ପେଟ ପୁରେ, ଲୁଟିକି ଖାଇଲେ ପେଟ ପୁରେନି। ଯଦି ଆଜି କର୍ମ କରିକି ତା ଟଙ୍କା ଖାଇଥାନ୍ତା, ବେଶ ଶାନ୍ତିରେ ଶୁଭମିତ୍ରା ଦେଇଥାନ୍ତେ। ଯଦି ପ୍ରକୃତରେ ଭଲ ସ୍ୱାମୀଟି ହେଇକି ସ୍ତ୍ରୀ ଭଳି ତାଙ୍କୁ ବ୍ୟବହାର କରିଥାନ୍ତା, ସେଇ ଟଙ୍କା ତ ତାର ହେଇଥାନ୍ତା ନା। ଜଣକୁ ମାରିବା କଲବଲ କରିକି ଯାହା ବି ହଉ, କିଛି ସମୟ ପାଇଁ ହଉ ତାଙ୍କ ସାଙ୍ଗରେ ରହିଛି, ସମୟ କାଟିଛି, ତାଙ୍କ ଜୀବନକୁ ଉପଭୋଗ କରିଛି। କିନ୍ତୁ କେମିତି କିଛି ଟଙ୍କା ପାଇଁ ତାଙ୍କ ହାତ କେମିତି ଯିବ? ଜଣଙ୍କ ଗଳା ଦବେଇକି ମାରିକି ଡେଡ୍ ବଡିକି କାରରେ ରଖିକି ବୁଲିକି ଏତେ ସୁନ୍ଦର ଭାବରେ ଅଭିନୟ କରିବା, ତାକୁ କିଛି ବି ଫରକ ପଡ଼ୁନି, ଟିକେ ବି କଷ୍ଟ ହେଉନି। ବେଶ ଶାନ୍ତିରେ ସେ ଚଳପ୍ରଚଳ ହେଉଥିଲା, ବେଶ ଶାନ୍ତିରେ କର୍ମ କରୁଥିଲା। ତାକୁ ଯେମିତି କେହି ଡାଉଟ୍ ନ କରିବେ। ଏତେ ପେସେନ୍ସ କ'ଣ ଗୋଟେ ମଣିଷର ରହିପାରେ? ଏମିତି ଗୋଟେ ମଣିଷ ହେଇପାରେ? ସେ ମଣିଷଟାର ଜନ୍ମ କ'ଣ ଗୋଟେ ଭିନ୍ନ ପ୍ରକାରର? ନା ଭଗବାନ ତାକୁ ଗୋଟେ ଅଦ୍ଭୁତ ଶକ୍ତି ଦେଇଥାନ୍ତି? ଏମିତି ଶକ୍ତି ଆସିଲା କେଉଁଠୁ? ଗୋଟେ ଡେଡ୍ ବଡି ରଖିକି ନିଜ ପତ୍ନୀକୁ ହତ୍ୟା କରିକି ଗୋଟେ ଲୋକ ଏତେ ନର୍ମାଲ କେମିତି ହେଇପାରିବ? ଏଇ କଥା ଭାବି ଭାବି ମୁଁ ଅସହାୟ ହେଇ ପଡ଼ୁଛି, ଭାବୁଛି କି ସମାଜରେ ହେଉଛି କ'ଣ, ଘଟୁଛି କ'ଣ। ତେଣୁ ମୋ ଚ୍ୟାନେଲ ମାଧ୍ୟମରେ ଏଇଥିପାଇଁ ଭିଡ଼ିଓଟା ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚାହିଁଲି କି ଆମମାନଙ୍କୁ ହାତେ, ଏଇଟା ହେଉଛି ହାତେ, ଆପଣ ଜାଣୁଥିବେ ଏଇଠୁ ଏଇଟା ହେଉଛି ହାତେ, ହାତେ ମାପିକିରି ଚାଖଣ୍ଡିକିରି ଚାଲିବା। ଏମିତି କ'ଣ କେହି ଜ୍ୟୋତିଷ ନାହାନ୍ତି ଯିଏ ଆଖି ଦେଖିକି କହିପାରନ୍ତେ, କପାଳ ଦେଖିକି କହିପାରନ୍ତେ, କଥା ବାହାରୁଥିବା ମୁହଁରୁ ତାକୁ ଦେଖିକି କହିପାରନ୍ତେ ମଣିଷଟା କେଉଁ ଭଳି, ମଣିଷଟା କେଉଁ କଳାର ମଣିଷ, ଏ ମଣିଷ ହତ୍ୟାକାରୀ, ଏ ମଣିଷ କ'ଣ କହିପାରିଥାନ୍ତେ କି ଶୁଭମିତ୍ରାଙ୍କୁ କେହି ଅଛନ୍ତି ସେମିତି? କିନ୍ତୁ ଭଗବାନ
से समय आनी नथिले जे जनकु एते परीक्षा करके जनकु किए विवाह करे ना प्रेम करे। प्रथम स्त्री जहाकु से बाहा होइतला परिवार रो इच्छा रे ए राक्षस दीपक राउत तांकर भी कोटी कोटी टंकार इंश्योरेंस पे तांको भी हत्या करिथिला। पूरा प्लान करिकी करिथिला आ सेटाकू गोटे नॉर्मल मृत्युर रूप देकिरी से केस टिके क्लोज करई देथिला। ससुर घरे सुंदर अभिनय करिथिला, कांदबोबा करुथिला, स्त्री विरह रे भांगी पड़िछि बोली सेठी से दर्शौथिला। किंतु आजी शुभमित्रा को केस आज अपर्णा को केस को ताजा करी देछि। से प्रथम स्त्री थिले आरआई आउ ये सेकंड स्त्री थिले कांस्टेबल। आपण माने जानि छथि जणे पुलिस कर्मचारी से थिले, ट्रैफिक पुलिस से थिले। आपण माने भाबुथेबे ट्रैफिक रे जणे पुलिस कार्य करुथिले, ट्रैफिक कांस्टेबल से थिले। तांकर ए समाज रे केते ना थिला, सीए माटीर गोटे गौरव थिले। ये मध्य पुलिस कर्मचारी सीपी ऑफिस रे कार्य करुथिला। एमानकर केते सुंदर भविष्य थिला सुखर संसार करिबा पई। किंतु कोन कला ए हत्याकारी ए शैतान स्वामी एमिति गोटे परे गोटे स्त्री की केवल टंका पे प्रथम स्त्री की हत्या करके बेस आडंबर से चलुथिला। भुवनेश्वर प्लॉट किनिथिला, भुवनेश्वर भल घर भल जमी नहीं, बढ़िया बढ़िया पूरा प्लॉट नहीं भुवनेश्वर। होंडा सिटी कार करिथिला, भल बिजनेस टी अन्य नारे करिथिला, भाई नारे। अरे परिवार नहले किछि नाही, घर नथिले किछि नाही। परिवार जोठी घर होछि सेटा, पत्नी भी नथिले ए जीवनर मूल्य किछि नाही। स्वामी स्त्री रो संपर्कर माने कोन केही बुझंती। किछि किछि लोक विभिन्न प्रकार कथा बुझंती स्वामी स्त्री रो संपर्क। केही केही बुझंती स्वामी स्त्री रो संपर्कटा केवल किछि समय अयस आराम को नेकी सेटा होछि स्वामी स्त्री रो संपर्क। आउ केही केही बुझंती स्वामी स्त्री रो संपर्कटा केवल टंकार। किंतु एटी केही बुझंतीनी। काहेकि बुझंतीनी? कारण तांको एमती दिन देखिबार अछि, एमती मरिबार अछि। तेणु ए कि जीवन एबे दीपक राउत काटिला। जेल हाजत भितर पशिकी एबे भाबुथिबो जो कोटी कोटी टंका दुई दुईटा जीवन को हत्या करिकी जो सबू विलासपूर्ण घर करिथिला ताकू किए खाइजिबो, किए नहीं जीवो, आउ भोग करिपरिबे कि नहीं, आउ आसिकिरी होंडा सिटी कार चलै परिबे कि नहीं, आउ ऐश आराम करिपरिबे कि नहीं। एबे एइटा से भाबुथिबो। किंतु गला सरीगला। आमे तो एतिकी भगवान को पाखरे प्रार्थना करिबा कि भगवान तांको अमर आत्मा को शुभमित्रा आउ अपर्णा को आत्मा को शांति दियंतु, आ तांको परिवार को न्याय दियंतु। आउ ए शैतान दीपक राउत कठोर तो कठोर दंड पाऊ आशा निश्चय अछि।